ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ଆପଣ ସମସ୍ତଙ୍କୁ ମୋ ତରଫରୁ ଜୟଗୁରୁ। ଠାକୁରଙ୍କୁ ଡାକୁଛି ଆପଣ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ, ଆପଣଙ୍କର ପୁରା ଦିନଟି ମଙ୍ଗଳମୟ ହେଉ ଆଉ ଭଲରେ କଟିଯାଉ। ତ ମୁଁ ବି ଭଲରେ ଅଛି, ସବୁଦିନ ଭଳିଆ ହେଇଯାଇଛି। ଆହୁରି ଗୋଟେ ସୁନ୍ଦର ସକାଳ ଆରମ୍ଭ, ଆଉ ଏ ସୁନ୍ଦର ସକାଳର ଆଉ ଗୋଟେ ଫ୍ରେଶ୍ ଆଉ ନୂଆ ବ୍ଲଗ୍କୁ ମୁଁ ପୁଷ୍ପ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ତ ସବୁଦିନ ଭଳିଆ ଆଜି ବି ସେମାନଙ୍କୁ ବ୍ଲଗ୍ ଷ୍ଟାର୍ଟ କରୁଛି ସକାଳୁ। ବର୍ତ୍ତମାନ ସକାଳୁ ସମୟ 6ଟା ହେବ। 6ଟା ବେଳକୁ ଆଜି ମୋର ଗାଧୁଆ ପାଧୁଆ କାମ ସବୁ ସରିଯାଇଛି। ବାସି କାମ ସବୁ କାମ ସରେଇ ଦେଇଛି। ସରେଇ ଦେଇକି ଠାକୁର ପୂଜା ସରେଇ ଦେଇକି ତାପରେ ମୁଁ ପଳେଇ ଆସିଛି ଚଉରା ପୂଜା କରିବା ପାଇଁକି। ତ ଦେଖିପାରୁଥିବେ ସକାଳର କଅଁଳିଆ ଖରା କେରକମ ପଡ଼ିଛି। ଏପର୍ଯ୍ୟନ୍ତ ଖରା ଭଲ ରକମ ଆସିନାହିଁ। ତ ଆଜି ଶୀଘ୍ର ଟିକେ ଉଠି ପଡ଼ିଥିନି, ଯେଉଁଥିପାଇଁକି କାମ ମୋର ଶୀଘ୍ର ଟିକେ ସରିଯାଇଛି। କାହିଁକି ଶୀଘ୍ର ଉଠିଥିଲି ନା, ଆଜି ବହୁତ ସାରା କାମ ଅଛି ଆଗକୁ। ଆପଣମାନେ ତ ଜାଣିପାରିବେ କ'ଣ ପାଇଁକି ଆଜି ମୁଁ ଶୀଘ୍ର ଉଠିଥିଲି। ତ ଠାକୁର ପୂଜା ସରେଇ ଦେଇକି ପଳେଇ ଆସିଥିଲି ଚଉରା ପୂଜା କରିମି। ଚଉରା ପୂଜା କରିଦେଇ ସାରିକି ତାପରେ ଯାଇକି ନାଗିଯିମି ଆଉ ଅନ୍ୟାନ୍ୟ କାମର। ଠାକୁର ପୂଜା କାମଟା ସରିଗଲେ ନାଗେ ଯେରକମ ମାନେ ମୁଁ ପୁରା ଫ୍ରି ହେଇଗନି। ତାପରେ ଆଉ ଯେକୌଣସି କାମ ମୋ ଦେଇକି ସମ୍ଭବ ମୁଁ ତାକୁ କରିପାରିମି। କିନ୍ତୁ ଯେପର୍ଯ୍ୟନ୍ତ ଠାକୁର ପୂଜା ନ କରିଥାଏ ସେ ପର୍ଯ୍ୟନ୍ତ କନା ମନ ଭିତରେ ସବୁବେଳେ ଚିନ୍ତା ନାଗିକି ରହିଥାଏ, କେତେବେଳେ ଠାକୁର ପୂଜା କରିମି। ସେ କାମଟା ସରିଗଲା। ସରି ଦେଇ ସାରିଲା ପରେ ତାପରେ ମୁଁ ପଳେଇ ଆସିଥିଲି ଯେଉଁ ଗାଧୋଇ ପାଧୋଇ ଲୁଗା ରଖିଥିଲି ଲୁଗା ଶୁଖିବା ପାଇଁକି। ତ ଦେଖିପାରୁଥିବେ ବାହାରର ପାଗ କେରକମ ଦେଖିପାରୁଥିବେ। ଏପର୍ଯ୍ୟନ୍ତ ଖରା ବି ଆସିନାହିଁ। ମୁଁ ଦିନିକି ପଳେଇ ଆସିନି ଲୁଗା ଶୁଖିବା ପାଇଁକି। କେହି ବି ଏପର୍ଯ୍ୟନ୍ତ ଆମର ଉଠି ନାହାନ୍ତି। କେବଳ ବାବା ଉଠିଛନ୍ତି, ବାବା ମୁଁ 2 ଜଣ ଆମେ ଉଠିଛନ୍ତି। ତ ପାଗଟା ଆଜି ଟିକେ ଥଣ୍ଡା ପାଗ ଥିଲା, କିନ୍ତୁ ଦ୍ୱିପହର ବେଳକୁ ଖରା ଆସିଥିଲା। ପୁଣି ବେଳଓଳି ବେଳକୁ ପାଗଟା କନା ପରିବର୍ତ୍ତନ ହେଇକି ଝିପିଝିପି ବର୍ଷା ହେଇଥିଲା। ତ ତାପରେ କନା ଲୁଗା ଶୁକଉଥିଲି ଯେତେବେଳେ ସେତେବେଳେ ଦେଖିନି କନା ଆମର ଯେଉଁ ପୁରୁଣା ବାଇଗଣ ଗଛ ଥିଲା, ବାଇଗଣ ଗଛରେ କନା 3-4ଟା ବାଇଗଣ ଖାଇବା ମୁତାବକ ହେଇଯାଇଛି। ତ ମୁଁ ଯାଇକି ବାଇଗଣ ଘିନି ଆସିକି ସେଠି ଦେଖୁଥିଲି କନା ମୋ ବୋଇତାଳ ଗଛର ଛୋଟ କଷି ନାଗୁଛି, କିନ୍ତୁ ସେ କଷି ସବୁ ରହୁନାହିଁ, ସବୁ ଶୁଖି ହେଉଛି। ତ ସକାଳ ବେଳେ ତ କାକର ସବୁ ପଡ଼ିଥିଲା, ସେଥିପାଇଁକି ଗୋଟେ ବାଡ଼ି ଦେଇକି ତାକୁ ଦେଖୁଥିଲି, ଦେଖିବା କେରକମ ବୋଇତାଳ କଷି ଆଉ ନାଗିଛି କି ନାଗିନାହିଁ। ତ ସେଠୁ କାମ ଦାମ ସରେଇ ଦେଇକି ବାବାଙ୍କର ବି କାମ ସବୁ ସରିଯାଇଥିଲା। ସରିଲା ପରେ କାମ ମାନେ ଭାବୁଥିବେ ସକାଳ ବାବାଙ୍କର କି କାମ। ବାବା ସକାଳେ ଉଠିକି ମର୍ଣ୍ଣିଂ ୱାକ୍ରେ ଯାଆନ୍ତି। ମର୍ଣ୍ଣିଂ ୱାକ୍ରୁ ଆସିଲା ପରେ ଯୋଗ କରନ୍ତି। ଯୋଗ କରିସାରିଲା ପରେ ବ୍ରସ୍ କରିସାରିଲା ପରେ ତାଙ୍କର କାମ ସରିଯାଏ। କାମ ସରିଲା ପରେ ସେ ଆଉ ଅନ୍ୟାନ୍ୟ କାମରେ ଲାଗନ୍ତି। ତ ସେରକମ ବାବାଙ୍କର ବି କାମ ସରିଯାଇଥିଲା। ଆମେ 2 ଜଣ ସିଧା ପଳେଇ ଆସିଥିଲେ ଗୁହାଳ ଘରକୁ ଗାଈ କାମ କରିବା ପାଇଁକି। ତ ଗାଈ ଧୁଆଁ କାମ ସରିଯାଇଥିଲା। ତାପରେ କନା ଗାଈକି ଦେଇଥିଲେ ତୋରାଣୀ। ଗାଈ ତାର କୁଣ୍ଡା ତୋରାଣୀ ଖାଉଥିଲା। ଏପଟରେ ମୁଁ କହିନି କନା ବାବାଙ୍କୁ ତ ଚୁଲି ପାଖରେ ଆଜି କିଛି ଜାଳ ନାହିଁ, ତ କିଛି ବାଉଁଶ ଫଟେଇ ଦିଅ, ମୁଁ ନେଇକି ଚୁଲି ପାଖରେ ରଖିମି। ନହେଲେ ଯଦି ବର୍ଷା ହେବ ନା ଜାଳ ସବୁ ଓଦା ହେଇଯିବ, ଆଉ କନା ଚୁଲି ଜଳିବନି। ତ ବାବାଙ୍କୁ ଆଣିକି ଦେଇଥିଲି। ବାବା ଏଠି ସବୁ ବାଉଁଶ ଫଟେଇ ଦେଇଥିଲେ। ଫଟେଇ ଦେଇ ସାରିକି ଗାଈକି ନେଇଥିଲେ ବିଲକୁ ଗୁଡ଼େଇବା ପାଇଁକି। ଆଉ ମୁଁ କନା ଜାଳ ସବୁ ଦିନିକି ପଳେଇ ଆସିଥିଲି ଚୁଲି ପାଖକୁ ରଖିଦେଇଥିଲି। 2 ଦିନ 3 ଦିନ ପାଇଁକି ଜାଳ ମୋର ହେଇଯିବ, ଆଉ ମୋର ଚିନ୍ତା ନାହିଁ। ତ ମଝିରେ ଏଇରକମ ସମୟ ବାହାର କରିକି ବାବାଙ୍କୁ କହିକି ତାକୁ ସବୁ ବାଗେଇ ସାଗେଇ ନ ରଖିନେ ତ ବର୍ଷା ଦିନ ଆସିନେ ତ ଭାରି ହଇରାଣ ହେଇଯିବ। ଜାଳ ତ ରଖିବା ପାଇଁକି ଏମିତି ଜାଗା ନାହିଁ, ଫାଙ୍କାରେ ସବୁ ଜାଳ ପଡ଼ିଛି। ଆଉ ମେଘ ପାଣି ହେଲେ ସେଗୁଡ଼ା ସବୁ ଓଦା ହେଇଯାଉଛି। ତ ବାବା ଏଠି ବାଉଁଶ ଫଟେଇ ଦେଇ ସାରିଲା ପରେ ମୋର କାମ ଥିଲା ତାକୁ ସବୁ ବୋହିକି ନେଇକି ଚୁଲି ପାଖରେ ଗୁଛେଇକି ରଖିବା ପାଇଁକି। ଆଉ ଦେଖିପାରୁଥିବେ ସକାଳେ କେରକମ ଖରା ପଡ଼ିଛି। ତ ହାଲକା ଖରା ଆସିଛି, ଏପର୍ଯ୍ୟନ୍ତ ଖରା ଆସିନାହିଁ। ତ ସକାଳେ ଶୀଘ୍ର ଉଠିବାର ଏଇଟା ହେଉଛି ଗୋଟେ ଫାଇଦା, ଯେ ଶୀଘ୍ର ଉଠିଲେ ଶୀଘ୍ର ଆମର କାମ ସରିଯିବ। ତ ଭାରି ମାନେ ଶୀଘ୍ର ଉଠିକି କାମ ଦାମ କଲେ ବି ଭାରି ଖୁସି ଲାଗେ, ମନକୁ ବି ଭାରି ଆନନ୍ଦ ଦିଏ। ଯାହା ହଉ କାମଟା ଶୀଘ୍ର ସରିଗଲା ବୋଲିକି ଗୋଟେ ମାନେ ଆତ୍ମସନ୍ତୋଷ ମିଳିଥାଏ ସକାଳେ ଶୀଘ୍ର ଉଠିଲେ। କିନ୍ତୁ ସକାଳେ ଶୀଘ୍ର ଉଠିବାଟା ହେଇପାରୁନାହିଁ ସବୁବେଳେ। ତ କାହିଁକିନା ଶୋଇଲା ବେଳକୁ ରାତିରେ ଅଲରେଡ଼ି ବହୁତ ଲେଟ୍ ହେଇଯାଉଛି, ଯେଉଁଥିପାଇଁକି ସକାଳେ ଶୀଘ୍ର ଉଠି ହେଉନାହିଁ। ଆଉ ଯେଉଁଦିନ ସକାଳେ ଶୀଘ୍ର ମାନେ ରାତିର ବେଣୁସୁ ଶୁଆ ହେଉଛି, ତ ସକାଳେ ସେଦିନ ଶୀଘ୍ର ଉଠି ହେଉଛି। ଆଉ ଆଜି ଶୀଘ୍ର ଉଠିବାର କାରଣଟା ହେଉଛି ଭାଇ ସବୁବେଳେ କନା ବେଳଓଳି ଯାଆନ୍ତି ଡ୍ୟୁଟିର, ଯେଉଁଥିପାଇଁକି ସେ ରାତି ପାଇଁକି ରୁଟି ତରକାରୀ ନେଇକି ଯାଆନ୍ତି। ଆଉ ଆଜି କନା ସେ 9ଟା ବେଳକୁ ଡ୍ୟୁଟିରେ ଯିବେ, ତ ଭାତ ତରକାରୀ ଟିଫିନରେ ନେଇକି ଯିବେ। ଯେଉଁଥିପାଇଁକି ତ 9ଟା ସୁଦ୍ଧା ତ ମୋତେ ରୋଷେଇବାସ କାମ ଦାମ ସବୁ ସରିବାକୁ ପଡ଼ିବ। ସେଇଥିପାଇଁକି ମୁଁ ଶୀଘ୍ର ଉଠିଥିଲି। ଉଠିକି କାମ ଦାମ ସବୁ ସରେଇ ଦେଇଥିଲି। ସରେଇ ଦେଇ ସାରିକି ତାପରେ ତାଙ୍କ ପାଇଁକି ରୋଷେଇବାସ କାମ ସବୁ କରିମି। ଯେରକମ 9ଟା ସୁଦ୍ଧା ମୋର ସବୁ ଯେରକମ ତାଙ୍କ ରୋଷେଇଟା ଯେରକମ କମ୍ପ୍ଲିଟ୍ ହେଇଯିବ, ତାପରେ ଯାଇକି ସେ ଡ୍ୟୁଟିକି ଯାଇସାରିଲା ପରେ ତାପରେ ଯାଇକି ଆମେ ଖିଆପିଆ କରିବା। ତ ସେଠୁ ଆସିକି ଜାଳ ରଖିଦେଇକି ଗୋଡ଼ ହାତ ଧୋଇକି ସିଧା ପଳେଇ ଆସିନି ଗ୍ୟାସ୍ ପାଖକୁ ଆସିକି ଯେଉଁ ଗାଈ ଦୁଇଁକି ଆଣିଥିଲି କ୍ଷୀର ବସେଇଦେନି। ଏପଟରେ କ୍ଷୀର ବସେଇଦେନି, ସେପଟରେ ଚା ବି ବନେଇଥିଲି। ଚା ବସେଇ ଦେଇ ସାରିକି ଭାଣିଜୀ ବି ଆଜି ଥିଲା ଘର ପାଖରେ, ସେ ବି ଆଜି ତାଙ୍କ ଘରକୁ ଯିବ, ଯେଉଁଥିପାଇଁକି ସେ ବି ରେଡ଼ି ହେଇସାରିଲାଣି। ତ ବାବା ବି
ମାନେ କାମ ସବୁ ସରେଇକି ସେ ବି ରେଡ଼ି ହେଇସାରିଲେଣି। ବାବା ବି ଯିବେ ଡ୍ୟୁଟିରେ ବାହାରିବେ। ତ ଏପଟେ ଚା ବସେଇ ଦେଇକି ତାଙ୍କୁ ଦଉଥିନି ଖାଇବା ପାଇଁକି। ସେ ତାଙ୍କର ଖାଇବେ, ଏପଟରେ ଆମେ କ'ଣ ନା ଚା ପିଇବା। ଯେଉଁମାନେ ଚା ପିଇବା ଲୋକ ଚା ପିଇବେ, ଯେଉଁମାନେ ଖାଇବା ଲୋକ ସେମାନେ ବି ଖାଇବେ। ତ ଏଇରକମ କାମ ସବୁ ଚାଲିଥିଲା। ଏପଟରେ କ'ଣ ନା ମାନେ ଚା ଆଉ କ୍ଷୀର ବସେଇ ଦେଇ ସାରିକି ତାପରେ କ'ଣ ନା ମୁଁ ଭାତ ବି ବସେଇ ଦେଇଥିନି। ଭାତ ଆଉ ଗୋଟେ ପଟର ଭାତ, ଗୋଟେ ପଟର ଡାଲି ବସେଇ ଦେଇଥିନି। ବସେଇ ଦେଇକି ମୁଁ ମୋର ସେପଟର କାମ କରୁଥିନି। କାମ ସରିଲା ବେଳକୁ ଏପଟର ଭାତ ଡାଲି ବି ମୋର ହେଇଯାଇଥିଲା। ତ ଦେଖିପାରୁଥିବେ ଆମେ 2 ଜଣ ବସିକି ଚା ପିଉଛନ୍ତି। ଗ୍ୟାଲନ୍ ସେଇ ସମୟରେ ଉଠିକି ଆସିକି ବସିଲା, ମାନେ ଉଠିକି ମୁହଁ ଧୋଇକି ସେଇ ସମୟରେ ଆସିକି ବସିଲା। ତ ଭାଇ ଆମର ଚା ପିଇ ଦେଇକି ଯାଇସାରିଲେଣି। ଏବେ କ'ଣ ନା ନଣନ୍ଦ ମୁଁ 2 ଜଣ ଆମେ ଚା ପିଇବା, ଆଉ ଏଠି ଭାଣିଜି ଆଉ ବାବା 2 ଜଣ କ'ଣ ନା ଖାଇବା ପାଇଁକି ବସିଗଲେ। ତ 2 ଜଣ ସେ 2 ଜଣ ବାହାରିଗଲେ। ତାଙ୍କୁ ବାଟି ଦେଇ ସାରିକି ଆସିଲା ପରେ ପୁଣି ମୋର ସେଇ କାମ ଯେ ବାସନକୁସନ ଯାହା ସବୁ ଭାତ ଡାଲି ତ ବସେଇଦେନି। ବସେଇ ଦେଇ ସାରିଲା ପରେ ବାସନକୁସନ ଯାହା ସବୁ ବାହାରିଲା ତାକୁ ସବୁ ନେଇକି ଯିମି ଟ୍ୟୁବଲ୍ ପାଖକୁ ଧୋଇବା ପାଇଁକି। ଧୁଆଧୋଇ କାମ ସରେଇ ଦେଇ ସାରିକି ଆସିଲା ବେଳକୁ ଏପଟରେ ମୋର ଯେଉଁ ଭାତ ଡାଲି ହେଇଯାଇଥିବ। ତ ତାପରେ କ'ଣ ନା ରୁଟି ବନେଇଥିନି। ରୁଟି ବନେଇକି ଭଜା ବନେଇଥିନି, ଅଣ୍ଡା ଆମଲେଟ୍ କରିଥିନି। ଭାଇ ଆସିଥିଲେ, ଭାଇଙ୍କି ବି ଖାଇବା ପାଇଁକି ଦେଇଥିନି। ତାଙ୍କ ପାଇଁକି ଟିଫିନ୍ ଏରକମ ମାନେ କାମ ମାନେ ପୁରା ଅନବରତ ପୁରା ନାଗିକି ରହିଥିଲା, ଛାଡ଼ ଥିଲାନି। ତ 11ଟା ମାନେ ମୋର ଆଜି ସବୁ କାମ ସରିଲା ବେଳକୁ 2ଟା 2:30ଟା ବାଜିଯାଇଥିଲା। ତ ଖିଆପିଆ କାମ ଦାମ ସବୁ ସରିଲା ବେଳକୁ 2ଟା 2:30ଟା ବାଜିଯାଇଥିଲା। ସକାଳଠୁ ଗଲା ସେ ରୋଷେଇ କାମରେ ହିଁ ମୁଁ ନାଗିଥିନି। ତ ଦେଖିବ ଭାଣିଜି ଯାଇସାରିଲା ପରେ ଆମର ବି ଚା ପିଇବା କାମ ସବୁ ସରିଯାଇଥିଲା। ଭାତ ଡାଲି ବସେଇଦେନି ଗ୍ୟାସ୍ର। ପାଣି ବୋତଲ ଯେତିକି ସବୁ ଫାଙ୍କା ହେଇଯାଇଥିଲା ତାକୁ ଧରିକି ପଳେଇ ଆସିନି, ପାଣି ଭରିମି। ବାସନ ଚା ପିଇବା ବାସନ, ଖାଇବା ବାସନ ଯାହା ଯେରିକା ଥିଲା ତାକୁ ସବୁ ଧୁଆଧୋଇ କରିମି। ଧୁଆଧୋଇ କରିକି ନେଇକି ଯିମି। ଦେଲା ବେଳକୁ ଭାତ ହେଇଯାଇଥିବ। ଭାତ ଗାଳି ଦେଇକି ତରକାରୀଟେ କରିଦେମି। ବାସ୍ ଏଇରକମ ଟିକେ ବୁଦ୍ଧି ଖଟେଇକି ଟିକେ ପରିଶ୍ରମ ହଉ ପଛେ ବୁଦ୍ଧି ଖଟେଇକି କାମ କଲେ ଶୀଘ୍ର କାମ ସବୁ ହେଇଯାଏ। ତ ମୁଁ ଆଉ ରୋଷେଇବାସର ଭିଡ଼ିଓ ଆଉ ବେଶୀ କିଛି ବନେଇ ପାରିଥିଲିନି। କାହିଁକି ନା ଏତେ ତରବର ହେଇକି ରୋଷେଇ କରୁଥିଲି ଯେ ମୋତେ ଆଉ ସମୟ ଥିଲାନି ଯେ ମୋବାଇଲ ଉଠେଇକି ଏପଟ ସେପଟ କରିକି ଭିଡ଼ିଓ ବନେଇବା। ସେ ପାଇଁକି ସମୟ ଥିଲାନି। ମୋର ମାନେ ପୁରା ହେଉଛି ଲକ୍ଷ୍ୟ ଥିଲା କେତେ ଶୀଘ୍ର ମୁଁ ରୋଷେଇ କରିମି। ରୋଷେଇ କରିକି ମାନେ ଭାଇଙ୍କି ଖାଇବାକୁ ଦେମି। ତାପରେ ରୁଟି ବି ବନେଇଥିନି, ଖାଇକି ଯାଇଥିଲେ। ରୁଟି ଡାଲି ବି ସେ ଖାଇକି ଯାଇଥିଲେ, ଆଉ ଭାତ ଡାଲି ବି ସେ ନେଇକି ଯାଇଥିଲେ। ତ ଏରକମ କାମ ମୋର ଚାଲିଥିଲା। ତ ଦିନଟି ମୋର ଏମିତି ସକାଳଟା ଆଜି ମୋର ଏମିତି ପୁରା ବ୍ୟସ୍ତ ଭିତରେ ଆରମ୍ଭ ହେଇଯାଇଥିଲା। କେମିତି ଲାଗୁଛି ମୋତେ କମେଣ୍ଟ କରିକି ଜଣେଇବେ। ଆଉ ଆପଣମାନେ ତ କମେଣ୍ଟ କରିବା କଥା ବିଲକୁଲ ବି ଭୁଲି ଯାଉଛନ୍ତି ମନରୁ। ମୁଁ ଯେତେ କହୁଛି ଆପଣମାନେ କମେଣ୍ଟ କରୁନାହାନ୍ତି। ଆଉ ଏଇ କମେଣ୍ଟ ପରେ ମୋତେ ମନୋବଳ ଦେଉଛି ଭିଡ଼ିଓ ବନେଇବା ପାଇଁକି। ଆଉ ଗଲା କାଲି ତ ମୋର ଭିଡ଼ିଓ ଆସିପାରିଥିଲାନି, କାହିଁକି ନା କାମରେ ଏତେ ବ୍ୟସ୍ତ ରହିଯାଉଛି ଯେ ସମୟ ବାହାର କରିପାରୁନି ଭିଡ଼ିଓ ଏଡ଼ିଟିଂ କରିକି ଆପଣଙ୍କ ପାଖକୁ ପୋଷ୍ଟ କରିବା ପାଇଁ। ଏତେ କାମ ବ୍ୟସ୍ତ ରହୁଛି, ଦିନ ସାରା ତ ମୋତେ ଫୁର୍ସତ ମିଳେନି। କେବଳ ଏଇ ସନ୍ଧ୍ୟାବେଳେ ହିଁ ମୋତେ ଫୁର୍ସତ ମିଳେ। ଆଉ ସନ୍ଧ୍ୟାବେଳେ ବି କାଲି ମୋତେ ସମୟ ଥିଲାନି। ସମସ୍ତଙ୍କ କଥା ବୁଝାବୁଝି କରୁ ଖାଇବା ପିଇବା ଭଲ ମନ୍ଦ କଥା ବୁଝାବୁଝି କରୁ ମୋ ନିଜ ପାଇଁକି ସମୟ ବାହାର କରିବାଟା ପୁରା ମୁସ୍କିଲ ହେଇପଡ଼ିଲା। ଯେଉଁଥିପାଇଁକି ମୁଁ କ'ଣ ନା କାଲି ଆଉ ଭିଡ଼ିଓ ଛାଡ଼ି ପାରିଲିନି। ତ ବାସନକୁସନ ଧୁଆଧୋଇ କରିକି ଦିନିକି ଆସିନି। ଏଠି ଭାତ ଡାଲି ହେଇଯାଇଥିଲା, ଭାତ ଗାଳି ଦେଇଥିନି। ତାପରେ ଅଟା ଚକଟିକି ରୁଟି ବନେଇଥିନି। ରୁଟି ବନେଇ ଦେଇକି ତାପରେ କ'ଣ ନା ଭେଣ୍ଡି ଭଜା କରିଥିନି, ଅଣ୍ଡା ଆମଲେଟ୍ କରିଥିନି। ଏସବୁ କରିଥିନି। ଏତିକି ସବୁ କାମ ସରିଲା ବେଳକୁ ଭାଇ ଆମର ଗାଧେଇକି ଆସିଥିଲେ, ତାଙ୍କୁ ବି ଦେଇଥିନି ଖାଇବା ପାଇଁକି। ଆଉ ଆମ କଥା ଭାଇ ଯାଇସାରିଲା ପରେ ଟିଫିନ୍ ତାଙ୍କ ପାଇଁକି ପ୍ୟାକ୍ କରିଦେନି। ଭାଇ ଯାଇସାରିଲା ପରେ ତାପରେ ଯାଇକି ମୁଁ କ'ଣ ନା ଆମ ପାଇଁକି ଖାଇବା ବନେଇଥିନି। ଆଉ ଗଲା କାଲି ତ ଭାତ ରନ୍ଧା ହେଇଥିଲାନି। ଭାତ ରନ୍ଧା ହେଇଥିଲା ଆମେ ପଖାଳ ଖାଇ ଦେଇଥାନ୍ତେ। ଯେହେତୁ ଗଲା କାଲି ଥିଲା ଗାଁରେ ନିମନ୍ତ୍ରଣ, ସେଥିପାଇଁକି ଆମେ ସମସ୍ତେ ନିମନ୍ତ୍ରଣରେ ଯାଇଥିଲେ। ଆଉ ଘରେ କ'ଣ ନା ଭାତ ରୋଷେଇ ହେଇଥିଲାନି। ଯେଉଁଥିପାଇଁକି ଆଜି ସକାଳେ ପଖାଳ ନାହିଁ। ପଖାଳ ଥିଲେ ଆମେ ସମସ୍ତେ ତ ପଖାଳ ଖାଇ ଦେଇଥାନ୍ତେ। ଯେହେତୁ ପଖାଳ ନାହିଁ ସମସ୍ତଙ୍କ ପାଇଁକି ରୁଟି ତରକାରୀ ହିଁ ବନେଇଥିନି। ଆଉ ସମସ୍ତେ ରୁଟି ତରକାରୀ ହିଁ ଖାଇଥିଲେ। ତ ଦେଖିପାରୁଥିବେ ରୁଟି ହେଇଗଲା। ଭାଇଙ୍କି ସେପଟ ଦେଇ ଦେଇଥିନି ଖାଇବାକୁ। ଭାଇ ଖାଉଥିଲେ। ଆଉ ଏପଟରେ କ'ଣ ନା ମୁଁ ସବୁ ଯାହା ରୋଷେଇ ସବୁ ବାକି ଥିଲା ସେ ରୋଷେଇ ସବୁ ମୁଁ ଏବେ ଏପଟର ବନଉଛି। ତ ଆମ ଗୃହିଣୀମାନଙ୍କର ତ ସବୁବେଳେ ଏଇ ଗୋଟିଏ ଚିନ୍ତା ଯେ ସମସ୍ତଙ୍କୁ କେରକମ ଖୁସିରେ ରଖିବା। ସମସ୍ତଙ୍କ ପଛେ ନିଜର ଯାହା ହେଇଯାଉନା କାହିଁକି ସମସ୍ତଙ୍କୁ ଖୁସିରେ ରଖିବା, ସମସ୍ତଙ୍କୁ ଠିକ୍ ଟାଇମ୍ରେ ଖାଇବା ପିଇବାକୁ ଦେବା। ଏଇଟା ହେଉଛି ଆମର ଗୋଟିଏ ଲକ୍ଷ୍ୟ। ତ ଭାଇଙ୍କ ପାଇଁକି ସବୁ ରେଡ଼ି ହେଇଗଲା। ଆଉ ସେସବୁର ଭିଡ଼ିଓ ମୁଁ ଆଉ ବେଶୀ କିଛି ବନେଇ ପାରିଲିନି, କାହିଁକିନା ପୁରା ବ୍ୟସ୍ତ ଥିଲି। ମୋ ପାଇଁକି ତାଙ୍କ ପାଇଁକି ଟିଫିନ୍ଟା ବନେଇକି ରେଡ଼ି କରିବାଟା ସେତିକିବେଳେ ମୁଁ ଜରୁରୀ ମନେ କଲି। ସେଥିପାଇଁକି ମୁଁ ଆଉ ଭିଡ଼ିଓ କିଛି ବନେଇ ପାରିଲିନି। ତଥାପି ତାରି ଭିତରେ ସମୟ ବାହାର କରିକି ଯେତିକି ବି ପାରିଛି ଆପଣଙ୍କ ପାଇଁକି ଭିଡ଼ିଓ କରିଛି। ଆଉ ଆପଣଙ୍କ ସାଙ୍ଗରେ ସେୟାର କରୁଛି। କେମିତି ଲାଗୁଛି କମେଣ୍ଟ କରିକି ନିଶ୍ଚୟ ଜଣାଇବେ। କମେଣ୍ଟ ଯାହା ବି ହେଇଯାଉନା କାହିଁକି ଛୋଟିଆ କମେଣ୍ଟ ହଉ ପଛେ ମୋ ପାଇଁକି ଲେଖିଦେବେ। ଏତେ ପରିଶ୍ରମ କରୁଛି ତା ବଦଳରେ କେବଳ ଆପଣଙ୍କ ପାଖକୁ ଟିକେ ଭଲ ପାଇବା ହିଁ ଆଶା କରୁଛି। କାହିଁକିନା ଆପଣଙ୍କର ଭଲ ପାଇବା ମୋତେ ଆଗକୁ ବଢ଼ିବା ପାଇଁକି ପ୍ରେରଣା ଦେଉଛି।
କାମରେ ଏତେ ବ୍ୟସ୍ତ ଥିଲି ଯେ ମୋତେ ମୋ ପାଇଁକି ମାନେ କାମଟା ଆଗ ଲାଗିଲା, ଭିଡ଼ିଓ ବନେଇଟା ପଛ ଲାଗିଲା। କାହିଁକିନା ମୋବାଇଲ ଉଠେଇକି ଏପଟ ସେପଟ କରିକି ଭିଡ଼ିଓ ବନେଇବାଟା ସମ୍ଭବ ହେଇପାରିଲା ନାହିଁ ମୋ ଦେଇକି। ତ ଭାଇଙ୍କ ପାଇଁକି ରୁଟି ବନେଇଥିନି, ଭାତ କରିଥିନି, ଡାଲି କରିଥିନି, ଆଉ ଭେଣ୍ଡି ଭଜା କରିଥିନି, ଅଣ୍ଡା ଆମଲେଟ୍ କରିଥିନି। ବାସ୍ ଏତିକି ତରକାରୀ ବନେଇ ଦେଇଥିନି। ବନେଇ ଦେଇକି ଭାଇଙ୍କି ଦେଇଥିନି ଖାଇବାକୁ। ତାଙ୍କ ପାଇଁକି ଟିଫିନ୍ ପ୍ୟାକ୍ କରିଦେଇଥିନି। ପ୍ୟାକ୍ କରିଦେଇକି ତାଙ୍କୁ ଦେଇଥିନି। ସେ ବାହାରିକି ଯାଇଥିଲେ। ଗଲା ପରେ କନା କିଚେନ୍ଟା ପୁରା ଅସନା ହେଇକି ପଡ଼ିଥିଲା। କିଚେନ୍କୁ ସବୁ ଗୁଛେଇଥିନି, ଯେରକମ କି ଯେଟା ମାନେ ଅଇଁଠା ବାସନ ଯେଟା ଟିଅଲ୍ ପାଖକୁ ଯିବ ଧୁଆ ହେବା ପାଇଁକି, ଯେଟା ତରକାରୀ ପତ୍ର ହେଇଛି ସେ ବାସନକୁ ଅଲଗା ରଖିଥିନି। ଯେଟା ମାନେ ଧୁଆ ହେବା ପାଇଁକି ମାନେ ରଖିବା ପାଇଁକି ସେଟା ରଖିଥିନି। ଏରକମ କରିକି ବ୍ୟବସ୍ଥିତ କରିକି ରଖିଥିନି। ରଖି ସାରିଲା ପରେ ତାପରେ ବନେଇଥିନି କନା ରୁଟି ବନେଇକି ଛୁଆଙ୍କୁ ଦେଇଥିନି ଖାଇବା ପାଇଁକି। ଆଉ ତାପରେ କନା ଆମେ ସମସ୍ତେ ବି ରୁଟି ଖାଇଥିଲି। ଆଉ ଏଟା ହେଉଛି କନା ଖିଆପିଆ, ସକାଳ ଖିଆପିଆ କାମଦାମ ସବୁ ସରିଲା ପରର ଭିଡ଼ିଓ। ଏଟା ହେଉଛି ଦ୍ୱିପହର ସମୟର ଭିଡ଼ିଓ। ଦ୍ୱିପହର ଖାଇବା ପାଇଁକି ପୁଣି ତାଙ୍କୁ ଖାଇବା ପିଇବାକୁ ଦେଇଥିନି। ଦେଇକି ତାପରେ ଆଉ ମୁଁ ବି ଖାଇଥିନି। ଖିଆପିଆ କାମଦାମ ସବୁ ସରେଇକି ବାସନକୁସନ ସବୁ ଟିଅଲ୍ ପାଖକୁ ଆଣିଥିନି। ଆଣିକି ଏଟା କନା ଦ୍ୱିପହର ପାଇଁକି ପୁଣି ବସେଇଥିନି, ଭାତ ବସେଇଥିନି। ଭାତ ହେଇସାରିଲା ପରେ ତାପରେ କନା ଏଠି ତରକାରୀ ବନଉଛି। ଆଉ ତରକାରୀରେ ବନେଇଥିନି କନା ମନରେ ପଡ଼ୁଛି ନା କ'ଣ ଏତେ ଶୀଘ୍ର କ'ଣ ବନେଇଥିନି ବୋଲିକି। ବନେଇଥିନି ସେଟା କ'ଣ ନା ସମ୍ବର ବନେଇଥିନି, ଆଉ କଦଳୀ ଚିଲି କରିଥିନି, ଆଉ ଭେଣ୍ଡି ଭଜା ଯେ ସକାଳେ ଭାଇଙ୍କ ପାଇଁକି କରିଥିନି। ଭେଣ୍ଡି ଭଜା ଥିଲା, ସବୁ ଥିଲା, ତାକେ ନଗେଇକି ଆମେ ଖାଇ ଦେଇଥିଲେ। ତ ଦ୍ୱିପହରେ ଖିଆପିଆ ସରିଯାଇଥିଲା। ମୋତେ ରେଷ୍ଟ ମିଳିଲା ବେଳକୁ ହେଇଯାଇଥିଲା 2ଟା କି 2:30 ପାଖାପାଖି ସମୟ ହେଇଯାଇଥିଲା। ତ ଆସିକି ଆପଣଙ୍କ ସାଙ୍ଗରେ ଭେଟ ହେଉଛି। ଏଟା ହେଉଛି ବେଳଓଳି ସମୟ। ଆଉ କ'ଣ ନା ଏଇଠି ଯେଉଁ ଦେଖିପାରୁଥିବେ ଛୁଆ ଆସିକି କାମ କରୁଛନ୍ତି ଏଇଥିପାଇଁକି ଛୁଆଙ୍କୁ ଡାକିକି ବାବା ଆଣିକି ନଗେଇଛନ୍ତି। ଆମେ ସମସ୍ତେ ନାଗିଯାଇଛେ। ତ ବହୁତ ଦିନ ହେଲା ଲୋକ 2 ଜଣ ଖୋଜା ହେଉଛନ୍ତି ଯେ 2 ଜଣ ଯାକ ଆସିନେ କାମ କରିବା ପାଇଁକି। କାମ କରିବା ପାଇଁ ନା ଏଇଠି ମାଟି ଉଠେଇବା ପାଇଁକି, ମାଟିଟା ଉଠେଇକି ନେଇକି ଆମର ଯେଉଁ ସେପଟେ ବାଡ଼ିପଟ ପିଣ୍ଡାରେ ପକେଇନେ ମୁଁ ସେଇଠି ଗୋଟେ ଚୁଲି କରିମି। ଚୁଲି କରିକି ଭାତ ରାନ୍ଧିମି। କିନ୍ତୁ ସେ 2 ଜଣ ଲୋକ ମାନେ ଠିକ୍ ହେଇପାରୁନାହାନ୍ତି। ସବୁଦିନ କହୁଛନ୍ତି ଆମେ ଆଜି ଆସିବା କାଲି ଆସିବା, କିନ୍ତୁ ସେମାନେ ଆସୁନାହାନ୍ତି। ଯେଉଁଥିପାଇଁକି ବାବା କହିଲେ କ'ଣ ନା ମୋ ମୁଣ୍ଡକୁ ଯଦି ମାଟି ଉଠେଇ ଦିଅନ୍ତ ତ ମୁଁ ନେଇକି ଡେଲି କରିକି 10 ବୁଝ ଯଦି ମାଟି ପକେଇ ଦିଅନ୍ତି ତ ଜାଗାଟା ଆମର ପୋତି ଯାଆନ୍ତା। ତ ମୁଁ କହିନି ହଉ ଚାଲ। ତ ଆସିକି ମିକିଲି, ଗେଲନ, ମୁଁ ଆମେ 3 ଜଣ ନାଗି ଯାଇଥିଲେ। ତ ଗେଲନ ତାକୁ ସବୁ ମାଟି ସବୁ ଭର୍ତ୍ତି କରିଦେଉଥିଲା ମାଡ଼ିଆରେ। ମୁଁ ତାକୁ କ'ଣ ନା ବାବାଙ୍କ ମୁଣ୍ଡକୁ ଉଠେଇ ଦେଉଥିଲି। ଏରକମ କରିକି 10-12 ମାଡ଼ିଆ ମାଟି ଆମେ ବୋହିଛନ୍ତି। କିନ୍ତୁ ମିକିଲି ଆସିକି ସେଠି କ'ଣ ନା କାମ ସବୁ ଅଧିକା କାମ ଲଗାଉଥିଲା। ଏଟା ତ ଆମ ଦେଇ କରିବା ସମ୍ଭବ ନୁହେଁ। ତଥାପି ଆମେ ସବୁ ଚେଷ୍ଟା କରିଥିଲେ। ଆଉ ବାବା ଆସିକି କହିଦେଉଥାନ୍ତି ଯେ ଏମିତି କରିକି ମାଟିକି ସବୁ ବୁଝରେ ଭର୍ତ୍ତି କରିବ, ଯାହାଦ୍ୱାରା କି ବୁଝଟା ଶୀଘ୍ର ପୁରିଯିବ। କିନ୍ତୁ ଆମେ ମା ପୁଅ ଭାରି କଷ୍ଟରେ ମାଟି ଭର୍ତ୍ତି କରିପାରୁଥିଲେ। ଆମକୁ ଆସୁଥିଲାନି। ଯାହା ବି ହଉ ଯେତିକି ହଉ ଚେଷ୍ଟା କରିକି ଆମେ କ'ଣ ନା ବୁଝରେ ମାଟି ଭର୍ତ୍ତି କରିକି ବାବାଙ୍କୁ ଦେଉଥିଲେ। ତ ଏଇରକମ ବେଳଓଳି ଏଇଠି କାମ କରିଥିଲେ। କାମ କରିସାରିକି ତାପରେ ମୁଁ ପଳେଇ ଆସିଥିଲି ଘରକୁ। ଆସି ଘର ପାଖରେ କାମ ସବୁ କରିଥିଲି। ତ ଏମିତି ଆଜି ଦିନଟି କଟିଥିଲା। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥିବ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ ଟିକେ କରିଦେବେ। ଆଉ ହଁ, କମେଣ୍ଟ ଲେଖିବା ପାଇଁ ବିଲକୁଲ ବି ଭୁଲିବେନି। ଆପଣମାନେ ସମସ୍ତେ କମେଣ୍ଟ ଲେଖିବା କଥା ପୁରା ଭୁଲି ଯାଉଛନ୍ତି। କମେଣ୍ଟରେ ଲେଖନ୍ତୁ, ମୋତେ ଭାରି ଖୁସି ଲାଗୁଛି। ଗଲା ଭିଡ଼ିଓରେ ସ୍ନେହଲତା ଦିଦି, ସୁବ୍ରମଣ୍ୟ ଦିଦି, ପୂଜା ଦିଦି ବହୁତ ସୁନ୍ଦର କମେଣ୍ଟ ଲେଖିଛନ୍ତି। ସମସ୍ତଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ତ ପାଖାପାଖି ସମୟ 5:30 ହେଇଯାଇଥିଲା। ଆଉ ଗେଲନ ସେଠୁ ଆସିଲା ପରେ ଗେଲନରେ ବି ଆଜି ହଷ୍ଟେଲ ଯିବାର ଥିଲା। ତ ଯାଇଥାନ୍ତା, କିନ୍ତୁ ଝିପିଝିପି ଯେ ବର୍ଷା ହେଉଥିଲା ଯେହେତୁ ସେଇଥିପାଇଁକି ସେ ଯାଇଥିଲାନି। ବର୍ଷାଟା ଯେତେବେଳେ କମିଗଲା ତାପରେ କହିଲା ବାବା ନେଇକି ଯାଇଥିଲେ ଗେଲନକୁ ହଷ୍ଟେଲ ଛାଡ଼ିଦେବା ପାଇଁକି। ତ ଚନ୍ଦନକୁ ଆସିଥିଲେ, ସେ ସେବେଠୁ ଘର ପାଖରେ ଥିଲା, ଯାଇଥିଲାନି। ତା ରେଜଲ୍ଟ ବାହାରିଲା। ରେଜଲ୍ଟ ବାହାରି ସାରିଲା ପରେ ସେ ଆଜି ହଷ୍ଟେଲ ଯାଉଛି। ତ ଆଜି ପାଇଁ ରହୁଛି। ବାଏ ବାଏ, ଜୟ ଗୁରୁ।